ମୋ ଓଙ୍କାର ସମଗ୍ର ଜଗତର ପ୍ରାଣୀମାନଙ୍କ ଭକ୍ତି ଭାବନା, ସଦ୍ଭାବନା ଏବଂ ଲୋକ କଲ୍ୟାଣକାରୀ ଭାବନାର ମୂଳ ଆଧାର। ମୋ ଓଙ୍କାର। ହିମାଳୟ ରାଜ ଏବଂ ମଇନା ଭଗବାନ ଶିବଙ୍କ ସମ୍ମୁଖକୁ ଆସନ୍ତି, କିନ୍ତୁ ତାଙ୍କୁ ସମାଧିସ୍ଥ ଥିବାର ଦେଖି ଫେରିଯାଆନ୍ତି। ସେପଟେ ଶୋଣିତପୁରରେ ଭୟଭୀତ ତାରକାସୁର ପାର୍ବତୀଙ୍କୁ ବଧ କରିବାର ଆଜ୍ଞା ଦିଏ, କିନ୍ତୁ ପାର୍ବତୀଙ୍କ ତପସ୍ୟାର ଅଗ୍ନିରେ ଅସୁରଗଣ ଭସ୍ମୀଭୂତ ହୋଇଯାଆନ୍ତି। ମେଘାସୁର ଏ ଖବର ତାରକାସୁରକୁ ଦିଏ। ସ୍ୱର୍ଗଲୋକରେ ରାଗରଙ୍ଗରେ ତଲ୍ଲୀନ ଇନ୍ଦ୍ରଙ୍କୁ ଦେଖି ନାରଦ ତାଙ୍କୁ ଭର୍ତ୍ସନା କରନ୍ତି, ଆଉ ଶିବଙ୍କ ନିକଟକୁ ଯିବାର ପରାମର୍ଶ ଦିଅନ୍ତି। ତାପରେ ଇନ୍ଦ୍ରାଦି ଦେବଗଣ ନାରଦଙ୍କ ନେତୃତ୍ୱରେ ଭଗବାନ ଶିବଙ୍କ ନିକଟରେ କୈଳାସରେ ପହଞ୍ଚନ୍ତି। ଦେବର୍ଷି, ଭୋଳାନାଥଙ୍କ ଆସ୍ଥାନ ତ ରିକ୍ତ, ଏବେ କ'ଣ ହେବ? କୁଆଡ଼େ ଯାଇଥିବେ? ଚାଲନ୍ତୁ ନନ୍ଦୀକୁ ପଚାରିବା। ନାରାୟଣ ନାରାୟଣ ନାରାୟଣ, ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ, ନାରାୟଣ ନାରାୟଣ। ଦେବର୍ଷି ନାରଦ, ଦେବରାଜ ଇନ୍ଦ୍ର ଏବଂ ସମସ୍ତ ଦେବତାଗଣଙ୍କୁ ମୋର ପ୍ରଣାମ। କଲ୍ୟାଣ ଭବ। କଲ୍ୟାଣ ଭବ। ନନ୍ଦୀ, ଭୋଳାନାଥ କୁଆଡ଼େ ଗଲେ? କେଜାଣି କୁଆଡ଼େ ଗଲେ? ଟିକେ ପୂର୍ବରୁ ତ ଧ୍ୟାନ ସମାଧିରେ ଥିଲେ, ଅଚାନକ ଅଦୃଶ୍ୟ ହୋଇଗଲେ। କିନ୍ତୁ ଅଦୃଶ୍ୟ ହୋଇ କୁଆଡ଼େ ଯାଇଥିବେ ଆଉ କେବେ ଫେରିବେ? ଏ ବିଷୟରେ ଅଧିକାର ପୂର୍ବକ କିଛି ବି କହିହେବନି। ତାହେଲେ ଅନଧିକାର ପୂର୍ବକ ତ କିଛି କହିହବ? ଆପଣ ତ ପରିହାସ କରୁଛନ୍ତି ଦେବର୍ଷି। ଅନ୍ୟାୟ ଏବଂ ଅନୀତି ତ କରୁନି, କେବଳ ପରିହାସ ତ କରୁଛି। ଏବେ କ'ଣ ହେବ ଦେବର୍ଷି? ତାହା ହିଁ ହବ ଯାହା ବିଧିର ବିଧାନ ହେଇଥିବ ଦେବରାଜ। କ'ଣ ସେ ବିଧିର ବିଧାନ? ୟାର ଜ୍ଞାନ ଯଦି ମିଳିଯିବ ତେବେ ବାକି ଆଉ କ'ଣ ରହିବ? ବିଧି ଏବଂ ବିଧାନ ଉଭୟର ମାନ୍ୟତା ହିଁ ରହିବନି। ତେବେ କ'ଣ ଆମକୁ ଭୋଳାନାଥଙ୍କ ପ୍ରତୀକ୍ଷା କରିବାକୁ ହେବ? କେଉଁ ପର୍ଯ୍ୟନ୍ତ ପ୍ରତୀକ୍ଷା କରିବେ? କେଜାଣି ସେ କେବେ ଫେରିବେ? ହଁ, ମୁଁ ତ ତାଙ୍କ ଦର୍ଶନରୁ ବଞ୍ଚିତ ହେଇଗଲି। ଆମେ ସମସ୍ତେ ତ ବଞ୍ଚିତ ହୋଇଗଲୁ। ଏମିତି ପ୍ରତ୍ୟୟ ହେଉଛି ଦେବରାଜ ଯେ ଆମେ ଏଠାକୁ ଆସିବା ପୂର୍ବରୁ ହିଁ ଭଗବାନ ଭୋଳାନାଥଙ୍କୁ ଆମ ଆଗମନର ସଂକେତ ମିଳିଯାଇଛି। ସେଥିପାଇଁ ଆମକୁ ଦର୍ଶନରୁ ବଞ୍ଚିତ କରିବା ନିମନ୍ତେ ସେ ଅଦୃଶ୍ୟ ହେଇଗଲେ। ଯଦି ମୁଁ ଏଠାକୁ ଏକାକେ ଆସିଥାନ୍ତି ତେବେ ଦର୍ଶନ ଅବଶ୍ୟ କରିଥାନ୍ତି, କିନ୍ତୁ ତୁମ ଯୋଗୁଁ ମୁଁ ବି ବଞ୍ଚିତ ରହିଗଲି। ଅର୍ଥାତ୍ ସେ କେବଳ ମୋ ଉପରେ କ୍ରୋଧିତ? ଅର୍ଥାତ୍ ତାଙ୍କର ଅଦୃଶ୍ୟ ହେବା ଏହା ହିଁ ସିଦ୍ଧ କରୁଛି। କିନ୍ତୁ ଏହାର କି କାରଣ ହୋଇପାରେ ଦେବର୍ଷି? ଦେବରାଜ, ଯଦି ସମସ୍ତ କାରଣ, କାର୍ଯ୍ୟ ଏବଂ ମାର୍ଗ ମୁଁ ହିଁ କେବଳ କହି ଚାଲିବି ତେବେ ଆପଣ କ'ଣ କରିବେ? ସବୁଠୁ ଭଲ ହେବ ଆପଣ ଆପଣଙ୍କର ସ୍ୱର୍ଗ ସିଂହାସନ ମୋତେ ଦେଇ ଦିଅନ୍ତୁ, ଆଉ ଏ ଦାସକାଠିଆ ଆଉ ବୀଣା ଆପଣ ନେଇଯାଆନ୍ତୁ। ଭୋଳାନାଥ ତ ମୋ ଉପରେ କ୍ରୋଧିତ ଥିଲେ, ଆଉ ଆପଣ କ୍ରୋଧିତ ହେଲେ ମୋର ମଙ୍ଗଳ କେମିତି ହେବ? ମୁଁ କ୍ରୋଧିତ ନୁହେଁ ଦେବରାଜ, ଅସନ୍ତୁଷ୍ଟ। ଆପଣ କ'ଣ ଏତିକି ଜାଣନ୍ତିନି ଯେ ଭଗବାନ ଭୋଳାନାଥ ଆପଣଙ୍କ ଉପରେ କ୍ରୋଧିତ କାହିଁକି? ଆପଣ କ'ଣ ଭୁଲିଗଲେ ଯେ ଆପଣ କାମଦେବଙ୍କୁ ଭଗବାନ ଭୋଳାନାଥଙ୍କ ନିକଟକୁ ପଠାଇ ତାଙ୍କୁ କ୍ରୋଧିତ କରିଦେଇଥିଲେ? ତାଙ୍କର ଅଦୃଶ୍ୟ ହେବା ଏହା ହିଁ ପ୍ରକଟ କରୁଛି ଯେ ସେ ସେଦିନର ଅପ୍ରିୟ ଘଟଣା ଭୁଲି ନାହାନ୍ତି। ସେଥିପାଇଁ ସେ ଆପଣଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ। ଏବେ ମୋତେ କ'ଣ କରିବାକୁ ହେବ? କ'ଣ କରିବାକୁ ହେବ? ସାବଧାନ ରହିବାକୁ ହେବ ଦେବରାଜ। ସ୍ୱର୍ଗର, ନିଜର, ନିଜ ଅଧିକାର ଏବଂ ସମସ୍ତ ଦେବଗଣଙ୍କୁ ଆପଣଙ୍କୁ ରକ୍ଷା କରିବାକୁ ହେବ। ଆଉ ସେଥିପାଇଁ ତାରକାସୁରର ବଧ ଆବଶ୍ୟକ। ଆଉ ସେହି ସମୟ ପାଇଁ ଭଗବାନ ଭୋଳାନାଥଙ୍କ ପ୍ରସନ୍ନତା ଅତ୍ୟାବଶ୍ୟକ। ଆଉ ସମ୍ମାନୀୟଙ୍କ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ ନିଜର ସଦ୍ବ୍ୟବହାର, ସଦ୍ଗୁଣ ଏବଂ ସଦ୍ଭାବନାରେ ତାଙ୍କୁ ପ୍ରସନ୍ନ କରି। ଦେବର୍ଷି, ମୁଁ ଆପଣଙ୍କ ମାର୍ଗଦର୍ଶନରେ ଅବଶ୍ୟ କାର୍ଯ୍ୟ କରିବି। ଏଥିରେ ହିଁ ଆପଣଙ୍କର କଲ୍ୟାଣ ଦେବରାଜ। କୁହନ୍ତୁ। ଓମ୍
नमः शिवाय। ନିଃସନ୍ଦେହରେ ପଞ୍ଚାକ୍ଷରୀ ମନ୍ତ୍ର ଓଂ ନମଃ ଶିବାୟ ସମଗ୍ର ଜଗତ ନିମନ୍ତେ କଲ୍ୟାଣକାରୀ। ଏ ମହାମନ୍ତ୍ରର ଜପକାରୀ କଲ୍ୟାଣକାରୀ ଶିବଙ୍କ ଉପରେ ଅତୁଟ ନିଷ୍ଠା ପ୍ରକଟକାରୀ ରାଜା ଧର୍ମଙ୍କ ପୁତ୍ର ନର ଏବଂ ନାରାୟଣଙ୍କ ସମ୍ମୁଖରେ କେବଳ ଗୋଟିଏ ଲକ୍ଷ୍ୟ ଥିଲା, ଶିବଙ୍କ ଦର୍ଶନ ଦ୍ୱାରା ନିଜ ଜୀବନର କଲ୍ୟାଣ। ନର ନାରାୟଣ ଭଗବାନଙ୍କ ପୂଜା ଅର୍ଚ୍ଚନାରେ ଏତେ ନିମଗ୍ନ, ଏତେ ତଲ୍ଲୀନ ରହୁଥିଲେ ଯେ ତାଙ୍କୁ ରାତି ଦିନ, ଛାଇ ଆଲୁଅ, ଖରା ବର୍ଷାର ଜ୍ଞାନ ହିଁ ନଥିଲା। प्रतिपलकारे प्रतिटी क्षणरे हृदय मन्दिरे अन्तरे प्राणरे आशा विश्वास से नाम गाए प्रतिटी निश्वासे से नाम शुभे। ॐ नमः शिवाय 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 ॐ नमः शिवाय। पंचाक्षरी मंत्र ए पावन निर्जन को करिथाए मधुबन। पंचाक्षरी मंत्र ए पावन निर्जन को करिथाए मधुबन। समय गति को करी से अधीन क्षण करे जुग करे परिवर्तन। ओम नमः शिवाय 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 ओम नमः शिवाय। जदि संतुष्ट कराए शोक ताप सब दूर हुए। मंत्र जदि संतुष्ट कराए शोक ताप सब दूर हुए। तीन लोकरे तांकरी महिमा जेते गाउथिले शेष न हुए। नमः शिवाय ओम 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 नमः शिवाय। शिवंक मंत्र शिवमय करे सफल सकाळ सब इच्छा हुए। शिवंक मंत्र शिवमय करे सफल सकाळ सब इच्छा हुए। मुक्ति दियाई तांकरी शक्ति प्रतिटी भयरु करई निर्भय। ओम नमः शिवाय 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 ओम नमः शिवाय। ओम नमः शिवाय ओम नमः
नमः शिवाय ओम 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 नमः शिवाय प्रणाम पिताश्री। पिताश्री आपण आपण केतବେଳେ ଆସିଲେ ଏଇ ପିତାଶ୍ରୀ? ତ ଆସିଲି କିନ୍ତୁ ତମେ ଦୁହେଁ ଏତେ ଆଶ୍ଚର୍ଯ୍ୟ କାହିଁକି? ଆଶ୍ଚର୍ଯ୍ୟ ତ ମୁଁ ହେବା ଉଚିତ ଯେ ମୁଁ ପିତା ହେଇବି ଶାସନର ସୁଖ ଭୋଗ କରୁଛି ଆଉ ତମେ ଦୁହେଁ ଏଠାରେ ସାଧନାର କଷ୍ଟ ଭୋଗୁଛ। ଶିବ ଭକ୍ତି କଷ୍ଟ ନୁହଁ ସୁଖ ପିତାଶ୍ରୀ। ପୁତ୍ର ମୋ ନିମନ୍ତେ ମୋ ଆୟୁ ନିମନ୍ତେ ଏ ଭକ୍ତି ସୁଖକର ହେଇପାରେ କିନ୍ତୁ ଏ ଯୁବାବସ୍ଥାରେ ଯେତେବେଳେ ତୁମେ ରାଜ୍ୟ ଶାସନ କରିବା କଥା ଐଶ୍ୱର୍ଯ୍ୟ ଭୋଗିବା କଥା ତମେମାନେ ଶିବ ଭକ୍ତିରେ ଲାଗିଗଲ। ଇଏ ତୁମ ନିମନ୍ତେ କେମିତିକା ସୁଖ ପୁତ୍ର? ଏ ଭକ୍ତି ସୁଖ ଏମିତି ଏହାକୁ ବାଣୀ ଦ୍ୱାରା ପ୍ରକାଶ କରିହେବନି ପିତାଶ୍ରୀ କିନ୍ତୁ ମନ ଏବଂ ଆତ୍ମାର ଆନନ୍ଦ ଏହାର ଆପଣାର। ଆଉ ତମେ ଦୁହେଁ ମୋର ଆପଣାର ନିଜ ପ୍ରଜାଙ୍କ ଆପଣାର। ମୁଁ ଚାହୁଁଛି ଯେମିତି ତମେ ଦୁହେଁ ମୋର ପ୍ରିୟ ଠିକ୍ ସେମିତି ତମେ ପ୍ରଜାଙ୍କର ଆଉ ପ୍ରଜା ତମର ପ୍ରିୟ ହୁଅନ୍ତୁ। ପୁତ୍ର ନାରାୟଣ ମୋର କହିବାର ଅଭିପ୍ରାୟ ଏଇଆ ଯେ ମୁଁ ବିଶ୍ରାମ ନେବାକୁ ଚାହୁଁଛି। ଯେତିକି ସମ୍ଭବ ହେଲା ମୁଁ ଶାସନ କଲି ଆଉ ନିଜ ପ୍ରଜାଙ୍କର ସେବା ବି କଲି କିନ୍ତୁ ଏ କାର୍ଯ୍ୟ ଏବେ ତମେ କର ଆଉ ଶିବ ଭକ୍ତି ମୁଁ କରିବି। ମୁଁ ରାଜକାର୍ଯ୍ୟ ନା ପିତାଶ୍ରୀ ଆଦୌ ନୁହଁ। ମୁଁ ରାଜକାର୍ଯ୍ୟରେ ଯୋଗ୍ୟ ନୁହଁ। ଏ କାର୍ଯ୍ୟ ଆପଣ ଭ୍ରାତା ନରଙ୍କୁ ସମର୍ପିଲେ ଉତ୍ତମ ହୁଅନ୍ତା। ଏ ଆପଣ କ'ଣ କହୁଛନ୍ତି ଭ୍ରାତାଶ୍ରୀ? ଯଦି ଆପଣ ରାଜ୍ୟକାର୍ଯ୍ୟ ନିମନ୍ତେ ଅଯୋଗ୍ୟ ତେବେ ଆପଣଙ୍କ କନିଷ୍ଠ ଭ୍ରାତା କେମିତି ଯୋଗ୍ୟ ହୋଇପାରିବ? ପିତାଶ୍ରୀ ଭ୍ରାତା ନାରାୟଣ ରାଜ୍ୟଭାର ସମ୍ଭାଳିବା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ସକ୍ଷମ ଏବଂ ସମର୍ଥ। ଭ୍ରାତା ନର ତମେ ମୋତେ ଶିବ ଭକ୍ତିରୁ ବଞ୍ଚିତ କରି ପାପରେ କାହିଁକି ଭାଗିବାକୁ ଚାହୁଁଛ? ଆରେ ପୁତ୍ର ତମେ ଦୁହେଁ ତ ବିବାଦରେ ଲାଗିଗଲ। ମୁଁ ଯାହା କହିଲି ତା ଉପରେ ଧ୍ୟାନ ବି ଦେଲନି। ପିତାଶ୍ରୀ ଆପଣ ଯାହା ବି କହିଲେ ଭ୍ରାତା ନାରାୟଣଙ୍କୁ କହିଲେ କାହିଁକି ନା ଜ୍ୟେଷ୍ଠ ହୋଇଥିବା ଯୋଗୁଁ ସେ ହିଁ ରାଜସିଂହାସନ ଉତ୍ତରାଧିକାରୀ କିନ୍ତୁ ଶିବଭକ୍ତି ଯୋଗୁଁ ସେ ମୋତେ ରାଜସିଂହାସନ ଲୋଭ ଏବଂ ମାୟାରେ ପକାଇବାର ଉପକ୍ରମ କରିବାକୁ ଲାଗିଲେଣି। ତେଣୁ ମୁଁ ପାରମ୍ପରିକ ରୀତିକୁ ସ୍ପଷ୍ଟ କଲି। ମୁଁ ତର୍କ କରିନି। ନର ତମେ ନିଜ ସୀମା ଏବଂ ମର୍ଯ୍ୟାଦାରେ ରୁହ। ତମେ ମୋତେ ଏବଂ ପିତାଶ୍ରୀଙ୍କୁ ପାରମ୍ପରିକ ରୀତିନୀତି ବିଷୟରେ ଜ୍ଞାନ ଦେଉଛ? ପିତାଶ୍ରୀ ଏବଂ ମୁଁ କ'ଣ ଏ ସତ୍ୟକୁ ଜାଣିନୁ? ସେ ବିଶ୍ରାମ କରିବାକୁ ଚାହୁଁଛନ୍ତି ଆଉ ମୁଁ ଶିବ ଭକ୍ତି। ସେଥିପାଇଁ ତମକୁ କୁହାଗଲା ତମେ ଶାସନ ବ୍ୟବସ୍ଥା ସମ୍ଭାଳ। ଏହା ମୋର ଏବଂ ପିତାଶ୍ରୀଙ୍କର ଆଜ୍ଞା। ନା ଇଏ ତାଙ୍କ ଆଜ୍ଞା ନୁହେଁ ଆପଣଙ୍କ ଇଚ୍ଛା। ଆପଣଙ୍କର ଶିବଭକ୍ତି ଯୋଗୁଁ ରାଜସିଂହାସନ ତ୍ୟାଗ କରିବାର ଥିଲେ କରନ୍ତୁ କିନ୍ତୁ ମୋତେ ଶିବଭକ୍ତିରୁ ବିମୁଖ କରି ଆପଣଙ୍କର କି ଲାଭ ହେବ? ଯୁବରାଜ ନାରାୟଣ ଆପଣଙ୍କୁ ଦୂରଦୃଷ୍ଟି ସହ କାର୍ଯ୍ୟ କରିବାକୁ ହେବ। ଏଥିରେ ହିଁ ରାଜା ଏବଂ ପ୍ରଜାଙ୍କର କଲ୍ୟାଣ। ଆପଣ ରାଜ୍ୟଭାର ସମ୍ଭାଳିବା ଉଚିତ। ଏହା ହିଁ ସମସ୍ତଙ୍କ ଇଚ୍ଛା ଯୁବରାଜ। ନାଇଁ ଶିବ ଭକ୍ତି ବିନା ଏବେ ମୋ ଜୀବନ ଅପୂର୍ଣ୍ଣ। ଇଏ ମୋ ଦ୍ୱାରା ସମ୍ଭବ ନୁହଁ। ପୁତ୍ର ନର ଯଦି ନାରାୟଣର ରାଜା ହେବାର ଇଚ୍ଛା ନାହିଁ ତେବେ ତୁମେ ପରିସ୍ଥିତିକୁ ବୁଝି ଏ ଦାୟିତ୍ୱକୁ ଗ୍ରହଣ କର। ପିତାଶ୍ରୀ ଯଦି ଭ୍ରାତାଶ୍ରୀ ଶିବଭକ୍ତିରୁ ବିମୁଖ ହୋଇ ନପାରିବେ ତେବେ ମୁଁ ତାଙ୍କ କନିଷ୍ଠ ଭ୍ରାତା ଯାହାର ହୃଦୟ ଆହୁରି କୋମଳ କେମିତି ଶିବଭକ୍ତିରୁ ଦୂରେଇ ଯାଇପାରିବ? ମୋତେ କ୍ଷମା କରନ୍ତୁ ପିତାଶ୍ରୀ। କେମିତି ପୁତ୍ର ତମେ ଯେ ତମକୁ ନିଜ ପିତାର ଆଜ୍ଞା ମାନିବା ସ୍ୱୀକାର୍ଯ୍ୟ ନୁହଁ କିନ୍ତୁ ତମେ ଏକଥା ଜାଣି ରଖ ଯେ ତମର ଏ ହଟ୍ଟରେ ମୋ ବିଚାର ବଦଳିଯିବନି। ଆଉ ମୁଁ ବି ଏ ଦୃଢ଼ ନିଶ୍ଚୟ କରିସାରିଛି ଯେ ମୁଁ ନିଜର ରାଜପଦ ତ୍ୟାଗ କରି ବନକୁ ଯାଉଛି। ଆଉ ଏବେ ଯଦି ରାଜ୍ୟରେ ଅବ୍ୟବସ୍ଥା ହୁଏ ତେବେ ଏହାର ସମସ୍ତ ଦାୟିତ୍ୱ ତମ ଉପରେ ପଡ଼ିବ। ତାର କାରଣ ହେବ ତମେ ଆଉ ତାର ଉତ୍ତର ପ୍ରଜା ତମକୁ ମାଗିବେ। ତମକୁ ଆପଣ କ୍ରୋଧିତ ହୁଅନ୍ତୁନି ପିତାଶ୍ରୀ। ଜ୍ଞାନୀଜନ କୁହନ୍ତି କ୍ରୋଧ କରିବାର ଅବସ୍ଥା ବଦଳି ଯାଏନି ବରଂ ନିଜର କ୍ଷତି ହୁଏ। ଆପଣଙ୍କ ଆଜ୍ଞା ଅନୁସାରେ ଯଦି ମୁଁ ରାଜସିଂହାସନରେ ବସି ବି ଯାଏ ମୋ ଶରୀର ହୁଏତ ରାଜଦରବାରରେ ଉପସ୍ଥିତ ରହିବ କିନ୍ତୁ ମୋ ମନ ସର୍ବଦା ଶିବଙ୍କ ଧ୍ୟାନରେ ମଗ୍ନ ରହିବ। ଏଥିରେ ଲାଭ କ'ଣ ହେବ? ହେଲେ ମୁଁ କ'ଣ କରିବି? ତମେ ଦୁହେଁ ନିଜ ଭକ୍ତି ତ୍ୟାଗ କରିପାରିବନି
ଆଉ ମୁଁ ରାଜ୍ୟ ତ୍ୟାଗ ନ କରି ରହିପାରିବିନି ତାହେଲେ ପ୍ରଜାଙ୍କର କ'ଣ ହେବ? ପ୍ରଜାଙ୍କୁ କିଏ ସମ୍ଭାଳିବ? ତାଙ୍କ ବ୍ୟବସ୍ଥା କରିବ କିଏ? ପ୍ରଜାଙ୍କୁ ଆପଣ ନିଜ ବ୍ୟବସ୍ଥା କରିବାକୁ ସୁଯୋଗ ଦିଅନ୍ତୁ ପିତାଶ୍ରୀ। ସେ ସମସ୍ତ କାର୍ଯ୍ୟ ସମ୍ଭାଳି ନେବେ। କ'ଣ କ'ଣ କହିଲ ତୁମେ? ପ୍ରଜାଙ୍କ ପ୍ରତିନିଧିଙ୍କୁ ରାଜ୍ୟଭାର ସମର୍ପି ଦେଇ ପ୍ରଜାତନ୍ତ୍ରର ଏକ ନୂତନ ପରମ୍ପରା ଆରମ୍ଭ କରନ୍ତୁ ମହାରାଜ। ରାଜ୍ୟ ଏବଂ ରାଜ୍ୟରୁ ପ୍ରାପ୍ତ ହେଉଥିବା କଷ୍ଟରୁ ପ୍ରଜା ମୁକ୍ତ ହେଇଯିବେ। କ'ଣ ପ୍ରଜା ରାଜାଙ୍କଠୁ କଷ୍ଟ ପାଇଥାନ୍ତି? ବିଧାତା ସାକ୍ଷୀ ଅଛି, ମୁଁ ମୋ ପ୍ରଜାଙ୍କୁ ସର୍ବଦା ପୁତ୍ରବତ ଭାବିଛି ଆଉ ସର୍ବଦା ତାଙ୍କୁ କଷ୍ଟରୁ ଦୂରେଇ ରଖିବାର ଉଦ୍ୟମ କରିଛି। ଇଏ ତ ଆପଣ ନିଜ ବିଚାର ଏବଂ କର୍ମ କଥା କହୁଛନ୍ତି, କିନ୍ତୁ ଆପଣ ଏବଂ ପ୍ରଜାଙ୍କ ମଧ୍ୟରେ ଅନେକ ଗୁଡ଼ିଏ ରାଜ୍ୟାଧିକାରୀ ରାଜ୍ୟ ବ୍ୟବସ୍ଥାରେ ଭାଗିଦାର। ସେ ତାଙ୍କୁ ପୁତ୍ରବତ ଭାବନ୍ତିନି। ସମସ୍ତ ଦୋଷ ରାଜାଙ୍କ ଉପରକୁ ଆସେ। ପ୍ରଜାଙ୍କ ପ୍ରତିନିଧି ଯଦି ସମସ୍ତ ରାଜକାର୍ଯ୍ୟ କରନ୍ତି ତେବେ ଗୁଣଦୋଷର ସମସ୍ତ ଦାୟିତ୍ୱ ପ୍ରଜାଙ୍କର ହିଁ ହେବ। ଲାଗୁଛି ଭଗବାନ ଶିବ ଶଙ୍କରଙ୍କର ଏହା ହିଁ ଇଚ୍ଛା। ओम नमः शिवाय 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 ओम नमः शांति शांति रक्षा कर। युवराज मुहूर्त आराधना मग्न। ତାଙ୍କୁ କୁହନ୍ତୁ ତାଙ୍କ ପ୍ରଜା ତାଙ୍କୁ ଭେଟିବାକୁ ଚାହୁଁଛନ୍ତି। କହିଲି ନା ସେ ଏ ମୁହୂର୍ତ୍ତରେ ଭେଟି ପାରିବେନି। କାହିଁକି ଭେଟି ପାରିବୁନି? ଆମେ ତାଙ୍କୁ ଅବଶ୍ୟ ଭେଟିବୁ। ଏସବୁ କ'ଣ ହେଉଛି ଭ୍ରାତାଶ୍ରୀ? ପ୍ରଜାଙ୍କ ବିରୋଧ। ମୁଁ ତ ପିତାଶ୍ରୀଙ୍କୁ ଯାହା ବି କହି ବୁଝେଇଦେଲି, ପ୍ରଜାତନ୍ତ୍ର ନୂତନ ଉପାୟ ବି କହିଦେଲି, କିନ୍ତୁ ଏ ପ୍ରଜା ଯୁବରାଜ ନାରାୟଣ କର। ओम नमः शिवाय।